ହଁ ଆମ ରାଜ୍ୟ ଏକ ନମ୍ବର ରହିବ ମଦରେ। ମା ବଞ୍ଚେ ଛୁଆ, ମା ଯେମିତି ଛୁଆକୁ ଜନ୍ମ କରିଦେଲା ପରେ ମା କ୍ଷୀର ଖାଇକି ଯେମିତି ଛୁଆ ବଞ୍ଚେ, ଆମର ସେମିତି ଆଜିକା ଡେଟ୍ରେ ଆଳୁ ପିଆଜ ମାନେ କଣ କହିଲ ନିହାତି ଦରକାର। ବଞ୍ଚେଇବା ହେଲେ ଖାଇବାକୁ ହେଲେ ନିହାତି ଆଳୁ ପିଆଜ। ଯଦି ଆକାଶ ଛୁଆଁ ରେଟ୍ ହବ ତାହେଲେ ସାଧାରଣ ଲୋକ କଣ ଖାଇବେ, କଣ ବଞ୍ଚିବେ? ଏଇଟା ହେଲା କଥା। କାହିଁକି ରେଟ୍ ହଉଛି ସରକାର ଜାଣିବା ଚିନ୍ତା କରିବା ଦରକାର। ଯଦି ସିଏ ଦେଲାଣି ତମର ରାଜନୀତି ସଚେତନତା ନେଇକି ଜନତା ହଇରାଣ କାହିଁ ହେବେ? ଜନତା ହିଁ ହଇରାଣ ହଉଛନ୍ତି। ଆମେ ବି ବାଲପଣାରେ ଆମର ବେପାର ଅଛି। ଆମ ଆଳୁ 1100-1200 ଟଙ୍କା ପ୍ୟାକେଟ କିଣୁଛନ୍ତି, କିଲୋ 35 ଟଙ୍କା 40 ଟଙ୍କା, ବିକିବ କେତେ? ତେଣୁ ଏଇଟା ହେଲା ଜିନିଷ। ଯେମିତି ମା ଛୁଆ ବଞ୍ଚେଇବାକୁ ହେଲେ ମା କ୍ଷୀର ଦରକାର, ସେମିତି ଆଜିକା ଡେଟ୍ରେ ସମସ୍ତେ ବଞ୍ଚେଇବାକୁ ହେଲେ କିଛି ନଥିଲେ ବି ଲୁଣ ଆଳୁ ପିଆଜ ଟା ନିହାତି ଦରକାର। ଏ ଜିନିଷ ତ ହଉନି ଆଉ କଣ, ଆଉ କମୁନି ପିଆଜ କମୁନି। ଆମ ରାଜ୍ୟରେ କଣ ଚାଷ ଜମି ନାହିଁ? ସରକାର ତାମିଲନାଡୁ ମହାରାଷ୍ଟ୍ର କେରଳ ଏସବୁ ଯେମିତି ସରକାର ସାହାଯ୍ୟ କରୁଛି, ଆନ୍ଧ୍ରା ସେ କାହିଁକି ବନ୍ଦ କାହିଁକି କରିବେ? ଆଙ୍କର କିଛି ଥବ ଦୁର୍ବଳତା ଥବ। ଆମର ନା ନା ଆଜ୍ଞା ଦେଖନ୍ତୁ, ଆମର ଯଦି ଗୋଟେ ବିପଦ ପଡିଲା ଆମ ଭାଇ ଭାଇ ଛିଡା ହଉଛି, ବନ୍ଧୁ ବନ୍ଧୁକୁ ସାହାଯ୍ୟ କରୁଛୁ ନା, ଇଏ ସରକାର ସେମିତି କାହିଁ ତାହେଲେ ସେ ଦବନି କାହିଁକି? ଆଙ୍କର କିଛି ଦୁର୍ବଳତା ରହୁଛି, ଏ ସରକାରଙ୍କ ଦୁର୍ବଳତା ରହୁଛି। ନା ନା ସେଇଟା ଭୁଲ ଧାରଣା ସବୁ। ମୁଁ କହିଲି ଆମର ଯଦି ଗୋଟେ ଘର ପଡିଗଲେ ଗାଁ ଭାଇ ସବୁ ସାହାଯ୍ୟ କରୁଛନ୍ତି, ସେମିତି ଆମ ଦେଶରେ ଆଳୁ ନାହିଁ, ତେଣୁ ସିଏ ଦବନି କାହିଁକି? ମମତା ବାନାର୍ଜୀ ଦବନି କାହିଁକି? ତେଣୁ ଏମାନଙ୍କର ଦୁର୍ବଳତା ରହୁଛି, ରାଜନୈତିକ ଦୁର୍ବଳତା ଶତ୍ରୁତା ରହୁଛି, ଯୋଉଟା କି ସେ ଦଉନାହାନ୍ତି। କାହିଁ ଟ୍ରେନରେ କାହିଁ ଉତ୍ତରପ୍ରଦେଶ ଆଳୁ ହଉଛି, କାହିଁ କୋଉଠି ଆଳୁ ଆସୁଛି? ଆଳୁ ରେଟ୍ 50 ଟଙ୍କା 60 ଟଙ୍କା 70 ଟଙ୍କା 80 ଟଙ୍କା ବିକା ହଉଛି। କାହିଁ କଥା ଦେଇ କଥା ରଖି ପାରୁନାହାନ୍ତି? ହେଇପାରେ ଆମ ରାଜ୍ୟ ପ୍ରଥମ ହେଲା କଣ କହିଲ, ଧନୀଶାଳୀରେ ହେଲା ମଦ, ଆଉ କିଛି ନାହିଁ। ମଦରେ ଏକ ନମ୍ବର ରହିବ, ଆଉ କିଛି ନାହିଁ। ହଁ ଆମ ରାଜ୍ୟ ଏକ ନମ୍ବର ରହିବ ମଦରେ। ସର୍ଭେ କରାଯିବ ମଦରେ ରାଜ୍ୟ। ସରକାର କେବେ ଚିନ୍ତା କରୁଛି ଯେ ନାଇଁ ମଦ ଖାଇଲେ ଗୋଟେ ପିଲାର ତା ଘରେ କେତେ ଅସୁବିଧା ହଉଛି, କେତେ ଅସୁବିଧା ହଉଛି ସେ ଚିନ୍ତା କରୁଛି? ତେଣୁ ମଦ ହେଲା ଆମ ରାଜ୍ୟର ପ୍ରଥମ ଅମାଦାନରେ, ଆଉ କିଛି ନାହିଁ। ହଁ ପରିବର୍ତ୍ତନ ହେଇଛି, କିନ୍ତୁ ଏ ସରକାର ଚାହୁଁନାହାନ୍ତି। ଆଉ ସେ ମମତା ଦବନି କାହିଁକି? ଦବେନି କାହିଁକି? ଆମର ଯେମିତି ଘର ପୋଡିଗଲେ ସମସ୍ତେ ସାହାଯ୍ୟ କରୁଛନ୍ତି, ସେ ସେମିତି ଆମ ରାଜ୍ୟରେ ଆଳୁ ନାହିଁ, ପିଆଜ ନାହିଁ, କି ଭଲ ମନ୍ଦ ନାହିଁ, ତାଙ୍କର ସୁପରିଚିତ ରହିବା ଦରକାର ନା ନାହିଁ? ତାଙ୍କ ରାଜନୈତିକ ସତ୍ୟତା ନେଇକି ସେ ଦଉନାହାନ୍ତି। ଏହା ହଉଛି କଥା। ହଁ ବନ୍ଦ କରିପାରନ୍ତି, ଆମେ ତ ଆଜ୍ଞା ଜାଣୁ ନା ସେ ବିଷୟ ନା। ତେଣୁ ଆମେ ଯାହା ସର୍ବେ ଜନତା ଯାହା କହୁଛନ୍ତି, ରାଜନୈତିକ ସତ୍ୟତା ନେଇକି ହିଁ ସେ ଦଉନି, ଆଜି ଆଳୁ ଦଉନାହିଁ। ସ୍ଥାୟୀ ସମାଧାନ ପାଇଁ ଆମ ରାଜ୍ୟରେ ଏବେ ଶୀତ ପଡୁଛି, ତେଣୁ ସ୍ଥାୟୀ ସମାଧାନ ପାଇଁ ଆମର ସରକାର ମାନେ ଚାଷୀକି ଯେମିତି ଆନ୍ଧ୍ରା ଦଉଛି ସାହାଯ୍ୟ କରୁଛି, ମହାରାଷ୍ଟ୍ର ସାହାଯ୍ୟ କରୁଛି, କାଲକାଟା ସାହାଯ୍ୟ କରୁଛି, ଚାଷୀକି ସାହାଯ୍ୟ କରୁଛି। ଚାଷୀକି ସାହାଯ୍ୟ କାହିଁ? ଚାଷୀକି ତ ସାହାଯ୍ୟ ନାହିଁ। ତାପରେ ଭାଗ ଜମିକି ବି ସାହାଯ୍ୟ ନାହିଁ। ଯିଏ ଭାଗ କରୁଛି ତାକୁ ଧର ମରୁଡି ହେଲା କି ବାତ୍ୟା ହେଲା, ଯାହା ବିଲ ସେମାନେ ପାଉଛନ୍ତି, କିନ୍ତୁ ଚାଷ ପାଉନାହାନ୍ତି, ଚାଷୀ ପାଉନାହାନ୍ତି ଯିଏ ଭାଗ କରୁଛି। କାହିଁ? ମୁଁ ବି ଗୋଟେ ଆମେ ବି ଆମର ଭାଗ କରୁଛୁ, 5-6 ଏକର ଯାଇ କରୁଛୁ, କ୍ଷତିପୂରଣ ହେଲା ବେଳକୁ ସେ ବିଲ ମାଲିକ ପାଉଛି, କିନ୍ତୁ ଯିଏ କରୁଛି ସେ ପାଉନି। ନିର୍ଭର ହବ କାହିଁ? ନିର୍ଭର ହବ ଆମ ରାଜ୍ୟରେ କଣ ନାହିଁ କିଛି? ଆମ ରାଜ୍ୟ ସୁନା ରାଜ୍ୟ। ଏମାନେ ଚାହୁଁନାହାନ୍ତି ପରିବର୍ତ୍ତନ କରିବାକୁ, ଏମିତି ଦାଦନ ହେଇକି ରହୁ, ମଦ ବିକିକି ଆମେ ରାଜସ୍ୱ ଚଳେଇବୁ, ଆଉ ନହେଲେ କିଛି ଆଙ୍କର ଚିନ୍ତାଧାରା ନାହିଁ। ଅବଶ୍ୟ ଅଛି, କିନ୍ତୁ ତାଙ୍କର ସମାଧାନ ନବୀନ ସରକାର ବେଳେ ହେଇଥିଲା ଆଳୁ ଧମକ ଇଏ ଚମକ ହେଇଥିଲା, କିନ୍ତୁ ଏତେଟା ହେଇନଥିଲା। ଏଇ ସରକାର ଟା ପୁରା ଲଗାତାର 3-4 ମାସରେ 2-3 ଥର ହେଇଗଲି। ଗଲା ମାସରେ ହେଇଥିଲା, ଏଇ ମାସରେ ଫେରେ ହେଲି। ଆଳୁ ଆଳୁ ପିଆଜ ଦୁନିଆ ରେଟ୍ ହଉଛି। ହଁ ପନିପରିବା ହେବି ସବୁ ତେଲ ପଡୁଛି, ତେଲ ପଡୁଛି ସବୁ ତ ପିସି ନେଲା ବେଳକୁ ଅଟୋମେଟିକ ବଢିଲା। କଣ ଅଛି? ପିସି ନ ନେଲେ ହବନି? ପିସି ତ ତମେ ମଦରେ ନେଲ, ଫେରେ ଆଉ ଅଲଗା କାହିଁ ନବ? କାହିଁ ଦରକାର? ଆଉ ମଦ ନେଇକି ତ ପିସି ନେଇକି ସବୁ ପ୍ରକାର କରୁଛ ନା।